ଠିଆ ପାଲା ମାଧ୍ୟମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା କିଛି ସ୍ୱାଗତ କଲାବେଳେ ଓଡ଼ିଆ ଅସ୍ମିତା ପାଲା ସଂସ୍କୃତିର ଅପମାନ ଆଉ କେହି କହିଲେଣି। ନିକଟରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ଜନ୍ମଦିନ ପାଳନ ତାଙ୍କର ଶୁଭେଚ୍ଛୁମାନେ ନିଜ ନିଜ ଢଙ୍ଗରେ ପାଳିଛନ୍ତି। ଉଲ୍ଲେଖଯୋଗ୍ୟ କି ଶାନ୍ତ ସରଳ ମଣିଷ ଅନନ୍ତ ନାୟକ ସବୁବେଳେ ସାଧାରଣ ଜୀବନଯାପନ ଭଲ ପାଆନ୍ତି। ସେ ବିଲରେ ହଳ କରିବା ସହ ଧାନ ମଧ୍ୟ କାଟିଛନ୍ତି। ସେ 1999 ଓ 2004ରେ ସାଂସଦ ହୋଇଥିଲେ। ମଝିରେ 3 ପାଳି ନଥିଲେ ପୁଣି 2024ରେ ନିର୍ବାଚିତ ହୋଇଛନ୍ତି। ତେବେ ଏଥର ତାଙ୍କର ସମର୍ଥକମାନେ କେହି ସିଧା ଭେଟି ଫୁଲମାଳ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲା ବେଳେ ଅଧିକାଂଶ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନନ୍ତ ନାୟକଙ୍କ ସହ ନିଜର ଫଟୋ ମିଶାଇ ଛାଡ଼ିଥିଲେ। ସେଇଥିରେ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ସାଂସଦଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ତେବେ କେନ୍ଦୁଝର ସହରର ଜଣେ ସମର୍ଥକ ବିପ୍ଳବ ବ୍ରହ୍ମ ପାଲା ପରିବେଷଣ କଲାପରି ଚାମର ଧରି ହାପି ବାର୍ଥଡେ ଟୁ ୟୁ ଗୀତ ଗାଇ ସାଂସଦ ଅନନ୍ତ ନାୟକଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ତେବେ ଏହାକୁ ଅନେକ ଲୋକ ବିପ୍ଳବ ବ୍ରହ୍ମ ସାଂସଦଙ୍କ ଜନ୍ମଦିନ ପାଳନ ଲାଗି ଭାବ ବିହ୍ୱଳ ହୋଇଯାଇଥିବା କହି ପ୍ରଶଂସା କଲାବେଳେ ଆଉ କିଛି ଲୋକ ଏହା ଆମ ପାରମ୍ପରିକ ଲୋକକଳା ପ୍ରତି ଅପମାନ କହିଛନ୍ତି। ସେମାନେ ଓଡ଼ିଆ ଅସ୍ମିତା ପ୍ରତି ଏହା ଲଜ୍ଜା କହିଛନ୍ତି। ମା ଶାରଳାଙ୍କ ପାଖରୁ ଆଜ୍ଞା ଆଶୀର୍ବାଦ ପାଇ ଗାୟକ ଚାମର ଧରି ପାଲା ପରିବେଷଣ କରେ, ହେଲେ ଏଠାରେ ଚାମର ଧରି ଇଂରାଜୀ ଗୀତରେ ଜନ୍ମଦିନ ଶୁଭେଚ୍ଛା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ପାଲା ମହୋତ୍ସବରେ ଅତିଥି ହୋଇଥିଲେ। ସେ ନିଜେ ଏହି ଭିଡ଼ିଓ ଦେଖି କୁହନ୍ତୁ କିପରି ପାଲା ପରମ୍ପରାର ଅମର୍ଯ୍ୟାଦା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ଯାହା ହେଉ, ବିପ୍ଳବ ବ୍ରହ୍ମଙ୍କ ନିଜ ସୁଲଳିତ କଣ୍ଠରେ ପାଲା ଗାୟକ ବେଶରେ ଜନ୍ମଦିନ ଶୁଭେଚ୍ଛା କେନ୍ଦୁଝରରେ ଲୋକଙ୍କୁ ହାସ୍ୟରସର ଖୋରାକ ଯୋଗାଇଛି। କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।